धीरे धीरे टे चले पड़ी तू जो मत खाई भल लगुच ना लोक कौन करी लो मझी पीरियड खाद्यटा नहीं मो भाई खाइब किसी असुविधा नहीं मो भाई खाई बुझला खा 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 मो भाईटा खाइब मो भाई की भल करमी खा ମୁଁ କଣ କରିବି ଏଠି ଅନ୍ୟ ଲୋକ ନେଲେ ହବ ମୁଁ ତ ଲୋକାଲ ଲୋକ ନେଲେ ମୁଁ କରିବୁ ମୁଁ ସ୍କୁଲରେ ନେଇକି ଟଙ୍କେଇବି ହେଲା ଲାଇ ପଇସା ମୁଁ ମାରେ ଆଗେ ହେଲା ତତେ କିଏ କହୁଛି ଗନ୍ଧେଇବ ଗୋଟେ ଗନ୍ଧ ପବନ ତୁ ଭଲ ଲୋକ ତାଙ୍କର ସ୍ମେଲ ପାଟି ଜୋରେ ହଉଛି ଆଉ କାଲି ତ ଆପଣ ଦେଖୁଥିବେ ଗାଧେଇ ଦଉଛୁ ମସୁରୀ ଫସୁରୀ ଦେଲି ଦାନ୍ତ ସ୍ମେଲ ହଉଛି ବ୍ରଶ ପେଷ୍ଟ ଆଣିକି ଆଉ ସବୁ ଅନେକ ବାଇକ ଦେଖିଲେ କର ହଉ ଯାହା ହଉ ଆପଣମାନେ ଏଇଭଳି କାମ ଟିକେ କରିବା ପାଇଁ ଚେଷ୍ଟା କରନ୍ତୁ ମୁଁ ଏଇଟା ଗୋଟେ ମେସେଜ ଦଉଛି ଯେ ଖାଲି ଲୋକଟାକୁ ରଖିଦେଲେ ହବ ନାହିଁ ତାର ଅବସ୍ଥା ଦୁରାବସ୍ଥାକୁ ଉପଲବ୍ଧି କରି ମୁଁ ଗୋଟେ ମସୁରୀ ଟାଙ୍ଗିଲି ତାକୁ ମେଣ୍ଟାଲ ଯୋଉ ନିଜର ହେଇଥିଲା ଡାକ୍ତର ମୁଁ ଦେଖେଇଥିଲି ଏଠିକି ମ୍ୟାମଙ୍କ ପାଖକୁ ଆଣିଛି ମ୍ୟାମ ଜଣେ ଦକ୍ଷ ଲୋକ ଡାକ୍ତର ସୁଜାତା ସାହୁ ମ୍ୟାମ କଟକରୁ ଆସୁଛନ୍ତି ତାଙ୍କର ଏତେ ସୁନ୍ଦର ବ୍ୟବହାର ରୋଗୀମାନଙ୍କୁ ଚିକିତ୍ସା କରିବା ଏତେ ସୁନ୍ଦର ଯିଏକି ମାନସିକରେ ପୀଡ଼ିତ ଅଛନ୍ତି ଏବଂ ରୋଗରେ ବି ଗ୍ରସ୍ତ ଅଛନ୍ତି ପ୍ରଥମେ କ'ଣ ହେଇଛି 10 ଦିନ ହେଲା ସିଏ ଏଇଭଳି ଆମର ଗୋଟେ ଜାଗା ଅଛି ସେଠାରେ ସିଏ ଶୋଇଥିଲେ ଶୋଇଯିବା ପରେ ବି ଲୋକମାନେ ତାଙ୍କୁ କହିଲେ କି ଇଏ ତ ରୋଗରେ ପୀଡ଼ିତ ଅଛି ତାଙ୍କୁ ଆମେ ବହୁତ ଘୃଣା କରୁଛୁ ଆମେ ଆଙ୍କୁ ଏଠୁ ନେଇଯାଉ ଉପେନ୍ଦ୍ର ସାର୍ ଆମର ବାଟରେ ଯାଉଥିଲେ ସାର୍ ଦେଖିଲେ କି ଏ ରୋଗ ସେ ପୀଡ଼ିତ ଅଛନ୍ତି ଆଉ ମାନସିକ ବି ସନ୍ତୁଳନ ତାଙ୍କର ଟିକେ ଖରାପ ଅଛି ଉପେନ୍ଦ୍ର ସାର୍ ନ ସହିପାରି କହିଲେ କି ଆମେ ଆଙ୍କୁ ସାହାଯ୍ୟ କରିମୁ ଏବଂ ସହଯୋଗ କରିମୁ ଉପେନ୍ଦ୍ର ସାର୍ କଲେ କି ପ୍ରଥମେ ତାଙ୍କୁ ଆଣି ଗାଧେଇ ଦେଲେ ଦାନ୍ତ ଘଷେଇ ଦେଲେ ତାଙ୍କୁ ଖାଇବାର ବନ୍ଦୋବସ୍ତ କରିଛନ୍ତି ଏବେ ଖୋଇ ଦେଉଥିଲେ ଆଉ ସାର୍ ତାଙ୍କୁ ସେଣ୍ଟ ମାରିଦେଲେ ମେଡ଼ିକାଲ ନେଇ ଗଲେ ତାଙ୍କର ଯେଉଁ ଚୁଟି ଆଉ ଦାଢ଼ି ଯେପରି କିଛି ହେଇଥିଲା ସେଗୁଡ଼ା ସବୁ ଭଲ ସଫା କରିଦେଲେ ଆଉ ମେଡ଼ିକାଲ ମଧ୍ୟ ନେଇକି ଯାଇଥିଲେ ଔଷଧ କିଣିକି ଆଣିଛନ୍ତି ଔଷଧ ମଧ୍ୟ ଟାଇମ୍ ଟୁ ଟାଇମ୍ ଆସିକି ଦେଉଛନ୍ତି ସାର୍ଙ୍କୁ ଧନ୍ୟବାଦ ମୁଁ କାରଣ ଆମର ଏମିତି ଶିଖିବା ପାଇଁ କେହି ନଥିଲେ ଗୁରୁ ଯେହେତୁ ଆମେ ସାର୍ଙ୍କ ଠାରୁ ଏତେ ଶିଖିଛୁ ଆମେ ସାର୍ଙ୍କୁ ଧନ୍ୟବାଦ ଦେଉଛୁ ଆଉ ସାର୍ଙ୍କ ଠାରୁ ଏଇ ଆମେ ଶିଖିଲୁ କି ସାର୍ ଆମେ ଶିଖିଲୁ କି ପର ଉପକାର ଆମେ କିପରି କରିମୁ ଗୋଟେ ଅସହାୟର ଆମେ ଉପକାରଟି କେମିତି କରିମୁ ସ୍କୁଲରୁ ଘରକୁ ଫେରୁଥିଲୁ ସେ ଲୋକଟି ମତେ ଆସିକି ଦୋକାନ ପାଖରେ କହିଲା ସାର୍ ମତେ ଟିକେ ବୃଦ୍ଧାଶ୍ରମ ନେଇଯିବ ଟିକେ ମୁଁ ତାକୁ ତୁରନ୍ତ ଆଣି ତାକୁ ମୋର ବନ୍ଧୁ ଥିଲେ ମୋର ଅନ୍ୱେଷଣ ଥିଏଟର ଗ୍ରୁପର ସମ୍ପାଦକ ଅଭିମନ୍ୟୁ ମିଶ୍ରକୁ ଆଣିଲି ଆଣିକି ତାକୁ ଆଣିକି ଲୁଗାପଟା ତାର ଯାହା ସବୁ ଦରକାର ଘୃଣା କରୁଛନ୍ତି ଲୋକମାନେ ନା ପଛେଇ ଦେଉନାହାନ୍ତି ଯେତିକି ଜିନିଷ ତାର ଦରକାର ଦିଦି ହଳ ସବୁ ଦିଦି ହଳ ଟ୍ରାକ୍ ବେଡସିଟ୍ ଗାମୁଛା ସବୁ ନେଇଯାଇଛି ନେଇ ଆସିଲା ପରେ ମୁଁ ତତେ ଘୃଣା କରୁଛୁ ସେଣ୍ଟ ଆଣିକି ପକେଇଲି ତାପରେ ସେଣ୍ଟ ମୁଁ ଘୃଣା କରୁଛି ସେଣ୍ଟ ତାପରେ ତା ସହିତ ପାଉଡର ଫାଉଡର ପକେଇ ପକେଇଲେ ତତେ ଆଉ ଟିକେ ଘୃଣା କଲି ଗାଧେଇ ଦେଲି କି ତା ଯୋଉ ଗୋଡରେ ଯୋଉ ଥିଲା ସବୁ ଇଏ ତାକୁ ମାନେ ବହୁତ ଦିନ ଗାଧେଇ ପୋଛା ପୋଛି କରି ଦଳି କିନ୍ତୁ ମତେ ମିଡିଆରେ କହୁଛନ୍ତି ଗ୍ଲୋଭ୍ସ ପିନ୍ଧି ଆଜି ଗ୍ଲୋଭ୍ସ ଟୋଟାଲ ହାତରେ ଚପା କରି ତାକୁ ଅନ୍ୟାନ୍ୟ ସବୁ ପୁରା ଠିକ୍ ଠାକ୍ କଲି ଠିକ୍ ଠାକ୍ କଲା ପରେ ତାକୁ ଯୋଉ ଗୋଡରେ ମୁଣ୍ଡରେ ମଳି ଗୁଡା ଜମିଥିଲା ତାକୁ ନେଇକି ସେଲୁନ ପାଖରେ ତାକୁ ପୁରା ନଣ୍ଡା କର ନଖ ଫଖ କାଟି ତାକୁ ଫ୍ରେଶ୍ କରେଇଛି ଖାଦ୍ୟ ପେୟ ଏମିତି ସବୁ ପ୍ରକାର ଆରେଞ୍ଜମେଣ୍ଟ ମୋ ଦ୍ୱାରା ଯେତିକି ସମ୍ଭବ ମୁଁ କରୁଛି କିନ୍ତୁ ବଡ଼ ଦୁଃଖର କଥା ଆମ ଘର ଏଠି 8 କିଲୋମିଟର ଦୂର ଏଇ ପିଲାମାନଙ୍କୁ ନେଇ କେତେ ମୋର ଷ୍ଟୁଡେଣ୍ଟ ମାନଙ୍କୁ ନେଇ ମୁଁ କାମ କରୁଛି ବୟସ୍କ ଲୋକ ଏ କାମରେ କେହି ଆସିନାହାନ୍ତି ଷ୍ଟୁଡେଣ୍ଟ ମାନେ ମୋର ଏମିତି ଷ୍ଟୁଡେଣ୍ଟ ମୁଁ ପାଇଛି ଜୀବନ ସାରା ଏମିତି ଷ୍ଟୁଡେଣ୍ଟ ମୁଁ ପାଇବିନି ସେଇମାନେ ହିଁ ମୋର ମୁଖ ସାକ୍ଷୀ ସେମାନେ ଧରିକି ଯାଉଛନ୍ତି ମେଡିକାଲ ମୋ ସହିତ ଆସୁଛନ୍ତି ମାନେ ସେମାନେ ଆଉ ବଡ ଲୋକଟେ କେହି ଆସୁନି ସମସ୍ତେ କାଢି ପ୍ରଶଂସାରେ ପୋତି ପକଉଛନ୍ତି କିନ୍ତୁ ମୋର ପ୍ରଶଂସା ଦରକାର ନାହିଁ ମୋର ସହଯୋଗର ହାତ ବଢାନ୍ତୁ ସୁନ୍ଦର ପେଣ୍ଟର ଜଣେ ସାରା ମାନେ ଯାଜପୁର ଜିଲ୍ଲାରେ ମାନେ ସୁନ୍ଦର ପେଣ୍ଟର ପ୍ରତ୍ୟେକ ସ୍କୁଲ ମାନଙ୍କରେ ଲେଖନ୍ତି କେତେ ସୁନ୍ଦର ଏ ପ୍ରତିଭା ଆଜି ସମାଜରେ ନଷ୍ଟ ହେଇଯାଉଛି ତାକୁ କେତେ ଦେଖୁଛନ୍ତି ଅଣଦେଖା କରିକି ସମସ୍ତେ ପଳଉଛନ୍ତି